ସମସ୍ତଙ୍କୁ ମୋର ନମସ୍କାର। ଏତେ ଦିନର ହେଉଥିବା କୋଳାହଳ ରାଜନୀତିରେ ଯେଉଁ ସମୟ ଅତିବାହିତ କରିଆସିଲା, ଆଉ ଇଲେକ୍ସନ୍ ହାତରେ ଗୋଟେ ମାସ, ଏହି ସମୟରେ ଏହି ମେଣ୍ଟର ଆବାଜ ଶୁଣି ବିଜେପି ପ୍ରିୟ ଏବଂ ବିଜେଡ଼ିର ପ୍ରିୟ ନେତା ହୁଅନ୍ତୁ କିମ୍ବା ତାଙ୍କର ଜନତା ହୁଅନ୍ତୁ ବା ତାଙ୍କର ଭକ୍ତ ବି ହୁଅନ୍ତୁ, ସେମାନଙ୍କୁ ଆଘାତ ନିଶ୍ଚିତ ଲାଗିଥିବ। କଥା ଉଠୁଛି, ଏଠି ଯେଉଁ ଘଟଣାଟି ଘଟିଲା, ଏହି ଘଟଣା ପଛରେ ପ୍ରକୃତ ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିଲା ନାହିଁ। ଆଜ୍ଞା, ମେଣ୍ଟଟି ଯେଉଁ ସୃଷ୍ଟି ହେଲା, ଦୁଇଟି ବଳବାନ ସିଂହ ବା ବାଘ ଗର୍ଜୁଥିଲେ ସାମ୍ନାସାମ୍ନି, ଦେଖିଲେ ତୃତୀୟ ଆଉ ଗୋଟେ ଏମିତି ବଳ ବାଘ ସିଂହ ଆସି ପହଞ୍ଚିଲେଣି, ସାମ୍ନାରେ ଲଢ଼େଇ କରିବ, ତ ତାକୁ ଅଟକାଇବା ପାଇଁ ଦୁଇ ଜଣଙ୍କର ତାକତ ଅଲଗା ଅଲଗା ହେଲା, ବଟ୍ ଏକଜୁଟ ହେଲା ନାହିଁ। ତ ସିଏ ମାନେ ଚିନ୍ତା କଲେ, ଯଦି ତୃତୀୟର ବଳକୁ ଆମେ ରୋକିବାକୁ ଚାହିଁବା, ତେବେ ଆମେ ଏ ଦୁଇ ଜଣକୁ ଟିକେ ସାଥ ହେଲେ ମେ ବି ଆମେ ଅଟକେଇ ପାରିବା। ମୁଁ ଏଇଥିଲାଗି କହୁଛି, କାରଣ ଏଇ ଯେଉଁ ଘଟଣାଟି ଘଟୁଛି କେବଳ ଗୋଟିଏ ଦଳ ବା ଗୋଟେ ସଂଗଠନ ଉପରେ ଗୋଟେ ଆଟାକ୍ କରାଯାଇଛି, ଯେଭଳି ଭାବରେ ଯେ ସେ ଦୁର୍ବଳ ହେଇଯାଇପାରେ। ଏକଦମ ଠିକ୍ କଥା କହୁଛି ଆଜ୍ଞା। ସେମାନଙ୍କର ଭାବନା ଏହା ହିଁ ଅଛି ଯେ ଯଦି ଥରୁଟିଏ ଓଡ଼ିଶାରେ ଚାଷୀ ସରକାର ଆସିଗଲା, ତେବେ ଭାରତବର୍ଷରେ ଚାଷୀ ସରକାର ହେବାକୁ ବେଶୀ ସମୟ ଲାଗିବ ନାହିଁ। ଏଇଟା ହିଁ ସବୁଠୁ ବଡ଼ ଡର ବିଜେପି, ବିଜେଡ଼ି ଏବଂ କଂଗ୍ରେସଙ୍କ ମନରେ ଅଛି। ସେଇଥିଲାଗି ତ ସମସ୍ତେ ବର୍ତ୍ତମାନ ଚୁପ୍, କେହି ବି ପାଟି ଖୋଲୁନାହାନ୍ତି। କାରଣ ସମସ୍ତଙ୍କର ଗୋଟିଏ ମନରେ ଗୋଟିଏ ପ୍ରଶ୍ନ ଯେଉଁ ଅଛି ଯେ ଆମକୁ ବିରୋଧ କରିବାର ଯେଉଁ ବଳଟି ଆସୁଛି, ତାକୁ ଆମେ କିପରି ଭାବେ ସାଇଡ଼ରେ ରଖିବା। ଚାଷୀ ହେଲେ ବଳ, ଭୋଟ, ଶକ୍ତି, ଆଉ ସେମାନଙ୍କୁ ଆମେ ୟୁଜ୍ କରୁଥିଲେ, ଯେଉଁ ବିଜେପି ବିଜେଡ଼ି ୟୁଜ୍ କରୁଥିଲେ, ତାକୁ ଏବେ ବ୍ୟବହାର କରିବାକୁ ଡରୁଛନ୍ତି। କାରଣ ସେମାନେ ସଚେତନ ହେଇସାରିଲେଣି, ସେମାନେ ନିଜର ଦୁଃଖ କ'ଣ ବୁଝି ସାରିଲେଣି, ସେମାନଙ୍କର ପ୍ରାପ୍ୟ କ'ଣ ଓଡ଼ିଶା ପାଖରୁ ସେ ଜାଣି ସାରିଲେଣି। ସେଥିଲାଗି ସେ ବିଜେଡ଼ି, ବିଜେପି, କଂଗ୍ରେସ ପାଖରେ ପ୍ରତିଟି ପ୍ରଶ୍ନ ହିଁ କରୁଛନ୍ତି ଯେ ଆମେ ଆମ ଅଧିକାର ସ୍ୱାଧୀନତାର 76 ବର୍ଷ ପରେ ବି ପାଇନାହୁଁ କାହିଁକି? ଏହି ପ୍ରଶ୍ନ ଯେତେବେଳେ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ଏବଂ ସରକାର ଏବଂ ବିରୋଧୀଙ୍କ ମନରେ ପ୍ରବଳ ଡର ଆସିଛି, ତେବେ ଯାଇ ଏକ ସୁଚିନ୍ତିତ ଗୋଟେ ରାଜନୈତିକ ଫନ୍ଦା ତିଆରି କରାଗଲା, ଏକ ଚାଲ ଚଲାଗଲା, ଯେଉଁଥିରେ ଚାଷୀ ସରକାର କରିବାକୁ ସେମାନଙ୍କର ବଳ ତିଆରି କରୁଛନ୍ତି। ହେଲେ ମୋର ଓଡ଼ିଶାବାସୀର ଚାଷୀ ଭାଇମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁନି। ବିଜେଡ଼ି, ବିଜେପି ଦୁର୍ନୀତିଖୋର ସରକାର ଥରୁଟେ ଯେ ଲଙ୍ଗଳ ଧରିକି ବାହାରକୁ ବାହାରିଛି, ସେ ଘଡ଼ଘଡ଼ି, ବର୍ଷା, ଶୀତ, କାକର ସବୁ ସହ୍ୟ କରି ସେ ତା ଅମଳକୁ ବାହାର କରିବା ପାଇଁ ଚେଷ୍ଟା କରିଛି। ଏବଂ କହିବାକୁ ଗଲେ ଜମିରେ ବି ସେ ଘଡ଼ଘଡ଼ିରେ କାହାର ଜୀବନ ଯାଇଛି ହିସାବ ନାହିଁ। ଯଦି କିଷାନ ମଜବୁତ, ସେ ଜାଗାରେ ଦୁର୍ନୀତିଖୋର ବିଜେଡ଼ି, ବିଜେପି ମେଣ୍ଟ କିଛି ବି କ୍ଷତି କରିପାରିବ ନାହିଁ। ନିଶ୍ଚିତ ଭାବେ ଓଡ଼ିଶାରେ ଚାଷୀ ସରକାରର ସମ୍ଭାବନା ଆହୁରି ସୁଦୃଢ଼ ହେଉଛି। ଯେମିତି ଭାବେ ପୂର୍ବରୁ ଚାଷୀମାନଙ୍କର ଲକ୍ଷାଧିକ ଲୋକ ଭୁବନେଶ୍ୱରକୁ ଆକ୍ରମଣ କରିଥିଲେ, ଏଥର ଗାଁରେ ଆକ୍ରମଣ କରାଯିବ ଚାଷୀ ବିରୋଧୀ ସରକାର ଉପରେ। ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଉପରେ ନ ଉଠାଉଥିବା ନେତାଙ୍କୁ ଗାଁକୁ ପ୍ରବେଶ କରିବା ମନା, ସେମାନଙ୍କୁ ଭୋଟ ଦେବା ମନା, ସେମାନଙ୍କୁ ପୋଷ୍ଟର ଚିରିକି ଫିଙ୍ଗିବା ନିଶ୍ଚିତ ଏଥର 2024 ଇଲେକ୍ସନରେ।
ମୁଁ ଏତିକି କହିବି, ମୋର ଓଡ଼ିଶାବାସୀ ଯେଉଁଭଳି ଭାବେ ସାହସ ପ୍ରଦର୍ଶନ କରି ଚାଷୀ ସଂଗଠନ ତିଆରି କରିବାରେ ଏକ ସୁଦୃଢ଼ ଶକ୍ତି ପ୍ରଦର୍ଶନ କରିଥିଲେ, ତାକୁ ଆହୁରି ମଜବୁତ କରନ୍ତୁ ଏବଂ ଏ ଯେଉଁ ଚକ୍ରାନ୍ତକାରୀ ସୃଷ୍ଟିକାରୀ ନେତାମାନେ ଯେଉଁ କରୁଛନ୍ତି, ଏକ ପଶା ପାଲି ତିଆରି କରିଛନ୍ତି, ତାକୁ ଭାଙ୍ଗି ଆମେ ଆମର ହକ୍ ଆମେ ନିଜେ ରାଜୁତି କରିବାର ବଞ୍ଚିବାର ଏକ ପ୍ରୟାସ ଜାରି ଯେଉଁ ରହିଥିଲା ଦୀର୍ଘ 24-25 ବର୍ଷ ଧରି, ଆମେ ତାକୁ ସଫଳ କରିବାର ସମୟ ଆସିଛି। ଆମେ ନିଶ୍ଚିତ ରୂପେ ଆମ ଲକ୍ଷ୍ୟ ଆମେ ହାସଲ କରିବା। ମୋର ଆଶା ଓଡ଼ିଶାବାସୀଙ୍କୁ ଏଭଳି ଏକ ସନ୍ଦେହଜନକ ବିଜେଡ଼ି ବିଜେପି ମେଣ୍ଟଠୁ ଦୂରେଇ ହୁଅନ୍ତୁ। ଚାଷୀ ସରକାର ଗଢ଼ିବାରେ ଯେଉଁଭଳି ସହଯୋଗ ଉନ୍ନତ କରିଥିଲେ ସେଇଭଳି ଭାବେ କରି ଆମର ସରକାର, ଆମ ନିଜର ସରକାର, ନିଜ ପରିବାର ବଞ୍ଚିବା ପାଇଁ ଚେଷ୍ଟା କରିବା। ଚାଷୀ ଏକତା ଜିନ୍ଦାବାଦ, ନବନିର୍ମାଣ କୃଷକ ସଂଗଠନ ଜିନ୍ଦାବାଦ, ବନ୍ଦେ ଉତ୍କଳ ଜନନୀ, ଜୟ ଯବାନ ଜୟ କିଷାନ। ରହିଲି, ନମସ୍କାର।